ଶାଳମଞ୍ଜିର ଅଭାବୀ ବିକ୍ରି ମିଳୁନାହିଁ ପରିଶ୍ରମ ଅନୁଯାୟୀ ମୂଲ୍ୟ। ବଣ ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ବର୍ଷ ତମାମ ନିର୍ଭର କରିଥାନ୍ତି। ତହିଁରୁ ଅର୍ଥ ରୋଜଗାର କରି ପରିବାର ପ୍ରତିପୋଷଣ ମଧ୍ୟ କରିଥାନ୍ତି। ଅଁଳା, ବାଡ଼ା, ହରିଡ଼ା, ମହୁଲଫୁଲ, ଟୋଲା, ଚାହାର, ଶାଳମଞ୍ଜି ଭଳି ବିଭିନ୍ନ ଫଳ ଫୁଲ ସହିତ ବିଭିନ୍ନ କନ୍ଧମୂଳ ମଧ୍ୟ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। सर्गी बेच के आइलो छे सब दिन आइबू ना बिकलार। अच्छा जंगल लोग जाय जायटा बन जंगल तो सब काड़ा बेटा को आइबा चाहिए नहीं आइबू के का गाड़ी पटवा तारी अरे दारू को जाइबू सर्गी वाले सर्गी के जाइबू चाती बोड़ा का जाइबू। हां हां जंगल लो बंतलास ने तमे हां हां नहीं के हां जंगल बंचवा दी जंगल बचवा कर दे बंचवा दी ନବରଙ୍ଗପୁର ଅଞ୍ଚଳ ହେଉଛି ବଣ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ବର୍ଷର ବିଭିନ୍ନ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ସବୁକୁ ରୋଜଗାରର ଉତ୍ସ ଭାବିଥାନ୍ତି। ବର୍ତ୍ତମାନ ଅଞ୍ଚଳର ଆଦିବାସୀମାନେ କସୁମ, ଖଜୁରୀ, ଆମ୍ବ, ଶାଳମଞ୍ଜି ଆଦି ବନଜାତ ଦ୍ରବ୍ୟ ସବୁ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ହେଲେ ଶାଳମଞ୍ଜି ଅଧିକ ପରିମାଣରେ ସଂଗ୍ରହ ହେଉଥିଲେ ହେଁ ଆଦିବାସୀ ମହିଳା ତାର ଉଚିତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି। ଦିନ ତମାମ ବଣ ଜଙ୍ଗଲ ବୁଲି ବୁଲି ଦିନକୁ 10-12 କିଲୋ ଶାଳମଞ୍ଜି ସଂଗ୍ରହ କରିଥାନ୍ତି। କିନ୍ତୁ ହାଟକୁ ନେଇ ବେପାରଙ୍କୁ କିଲୋ ପିଛା 25ରୁ 27 ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିବା ଆଦିବାସୀ ମହିଳାମାନେ ପ୍ରତିକ୍ରିୟା ଦେଇଛନ୍ତି। ଶାଳମଞ୍ଜି ଗୋଟାଳି ଉଚିତ ମୂଲ୍ୟ ପାଉଛନ୍ତି କି ନାହିଁ କାହାରି ନଜର ନାହିଁ। ମହୁଲ ସମେତ 64 ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଉପରେ ବନବାସୀ ନିର୍ଭର କରୁଥିବା ବେଳେ ସରକାରୀ ପଞ୍ଚାୟତକୁ ଦାୟିତ୍ୱ ଦେଇ ଏହାର ସମୀକ୍ଷା କରୁନାହାନ୍ତି। ପ୍ରଶାସନ ଯଦି ଶାଳମଞ୍ଜିର ଉଚିତ ମୂଲ୍ୟ ଧାର୍ଯ୍ୟ କରିବା ସହିତ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରନ୍ତେ ତେବେ ଆଦିବାସୀମାନେ ଭଲ 2 ପଇସା ରୋଜଗାର କରିପାରିଥାନ୍ତେ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଥିଲେ।